ଆଜି ଅଶ୍ରାଳୀ ଠାରେ ମାନେ ସମଗ୍ର ଭାରତ ବର୍ଷରେ ଆପଣ ସମସ୍ତେ ଦେଖିବେ କି ଶ୍ରୀରାମ ନବମୀ କେବଳ ରାମ ନବମୀ ଦିନ ପାଳନ କରାଯାଏ। କିନ୍ତୁ ଆମ ଅଶ୍ରାଳୀରେ ଏକ ନିଆରା ପରମ୍ପରା 9 ଦିନ ଧରି ରାମଙ୍କର ପୂଜା ପୂଜା ଅର୍ଚ୍ଚନା କରାଯାଏ ଏବଂ ରାମ ନବମୀ ଦିନ ସାରା ସମାଜରେ ଗୋଟେ ବିଶାଳ ନଗର ସଂକୀର୍ତ୍ତନ କରାଯାଏ, ପରିକ୍ରମା କରାଯାଏ। ତ ସେଇଭଳି ହିସାବରେ ଶ୍ରୀରାମ ନବମୀ ପୂଜା ପାଇଁ ତ ଆଜି କଳସ ଶୋଭାଯାତ୍ରା ହେଇଥିଲା ସକାଳେ। ଏବଂ ଏହା ସହିତ ଆଜି ଏକ ଏକ ଖୁସିର ଦିନ କି ଆଜି ହେଉଛି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ। ତ ସେହି ଉପଲକ୍ଷେ ଶ୍ରୀରାମ ନବମୀ ମେଢ଼ କମିଟି ଅଶ୍ରାଳୀ ତରଫରୁ ଆଖପାଖର ଯୁବବର୍ଗ ମାନଙ୍କୁ ନେଇକି 108 ଦୀପ ପ୍ରଜ୍ୱଳନ କରାଯାଇଥିଲା ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ। ଆମେ ସମସ୍ତେ ଲକ୍ଷ୍ୟ କରିଥିବା କି ବର୍ତ୍ତମାନର ଯୁବପିଢ଼ି ମାନେ ଇଂରାଜୀ କ୍ୟାଲେଣ୍ଡର ଚେଞ୍ଜ ହେଇଗଲେ ତାକୁ ନବବର୍ଷ ଭାବେ ପାଳନ କରିକି ଅନେକ ପ୍ରକାର କୁଚକ୍ର କୁଗୋଷ୍ଠୀ ମାନଙ୍କ ସଂସ୍ପର୍ଶରେ ଆସି ନିଜର ପରମ୍ପରା ନିଜର ସଂସ୍କୃତିକୁ ଭୁଲି ଯାଉଛନ୍ତି। କିନ୍ତୁ ଆଜିର ଯେଉଁ ନୂଆ ଜେଞ୍ଜି ଆସିଛନ୍ତି, ଯାହାକୁ ଜେଞ୍ଜି ବୋଲି ସମସ୍ତେ ଆଖ୍ୟା ଦେଉଛନ୍ତି, ତାକୁ ଭୁଲ ପ୍ରମାଣିତ କରିକି ନିଜର ସଂସ୍କୃତି ନିଜର ପରମ୍ପରା ହିସାବରେ ରାଷ୍ଟ୍ରୀୟ ନବବର୍ଷକୁ ଆଜି ଅତି ଧୁମଧାମର ସହିତ 108 ଦୀପ ପ୍ରଜ୍ୱଳନ କରି ଆଜି ମନେଇଛନ୍ତି। ଏବଂ ଏଇ ଯେଉଁ ଶ୍ରୀରାମ ନବମୀ କମିଟି ଆଜି ତରଫରୁ ଯେଉଁ ରାମନବମୀ ପୂଜା ଆରମ୍ଭ ହୋଇଛି, ଏହା 9 ଦିନ ଧରି ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା, ପାଲା ଏବଂ ଆଖପାଖର କୁନି ଶିଶୁ କଳାକାର ମାନଙ୍କ ଦ୍ୱାରା ଭଜନ ମାନେ ପ୍ରତିଯୋଗିତା ମଧ୍ୟ ପାଳିତ କରାଯିବ।